କାର୍ଯ୍ୟଫର୍ଦ୍ଦ 47 ଆକଳନ ଷୋହଳ। ପ୍ରଶ୍ନ 1 ଆମ ଜାତୀୟ ପତାକା କେଉଁଦିନ ଉଡ଼ାଉଥାଉ? ତଳ କୋଠରୀରେ ଲେଖ। କ ସ୍ୱାଧୀନତା ଦିବସ ଦିନ, ରଜ ଉତ୍ସବ ଦିନ, ନୂଆଖାଇ ଦିନ, କୁମାର ପୂର୍ଣ୍ଣିମା ଦିନ। ତାହେଲେ ଆମର ଉତ୍ତରଟି ହେବ ସ୍ୱାଧୀନତା ଦିବସ। ଆମେ ଜାତୀୟ ପତାକା ସ୍ୱାଧୀନତା ଦିବସ ଦିନ ଉଡ଼ାଉଥାଉ। ପ୍ରଶ୍ନ 2 ଭାରତର ମୁକୁଟ ବୋଲି କବିତାରେ କାହାକୁ କୁହାଯାଇଛି? ଠିକ୍ ଉତ୍ତରଟି ତଳ କୋଠରୀରେ ଲେଖ। ବିନ୍ଧ୍ୟ, ନୀଳଗିରି, ହିମାଳୟ, ଆରାବଳୀ। ଭାରତର ମୁକୁଟ ବୋଲି ହିମାଳୟ କବିତାରେ କୁହାଯାଇଛି। ପ୍ରଶ୍ନ 3 ଏ ଦେଶର ଶିଶୁ କାହା ସହ ତୁଳନା କରାଯାଇଛି? ଏ ଦେଶର ଶିଶୁକୁ ରକ୍ତ କମଳ ସହ ତୁଳନା କରାଯାଇଛି। ପ୍ରଶ୍ନ 4 ଫୁଲ ପାଇଁ କେଉଁ କଥାଟି ଠିକ୍ ଲାଗୁଛି? ସୁରଭି। ପ୍ରଶ୍ନ 5 ପର ପଦଟିକୁ ମନେ ପକାଇ ତଳ କୋଠରୀରେ ଲେଖ। ଏଇ ଭାରତର ସନ୍ତାନ ଆମେ, ଆମେ ଅଗଣିତ ଶିଶୁ। ପ୍ରଶ୍ନ 6 କବିତାରେ ଯେପରି ଅଛି ସେପରି ସଜାଡ଼ି ଲେଖ। ଏ ଦେଶ ମାଟିରେ ଆମ ଦେହ ଗଢ଼ା, ଏ ଦେଶ ମାଟିରେ ଗଢ଼ା ଆମ ଦେହ। ପ୍ରଶ୍ନ 7 କବିତାରେ ଯେପରି ଅଛି ସେହିପରି ସମ୍ପର୍କ ଦେଖି ଯୋଡ଼ି ପାଖ ଘରେ ଲେଖ। ମଧୁର କାକଳି, ନବ କିଶଳୟ। ପ୍ରଶ୍ନ 8 କ'ଣ କହନ୍ତି ପାଖ କୋଠରୀରେ ଲେଖ। ଫୁଲର ବାସ୍ନା। ସୁରଭି। ପ୍ରଶ୍ନ 9 ଜନନୀ ଶବ୍ଦଟିକୁ ଲିଙ୍ଗ ପରିବର୍ତ୍ତନ କଲେ କ'ଣ ହେବ? ତଳ କୋଠରୀରେ ଲେଖ। ଜନକ। ପ୍ରଶ୍ନ 10 ତପନ ଶବ୍ଦର ଏକା ଅର୍ଥ ବୁଝାଉଥିବା ଆଉ ଗୋଟିଏ ଶବ୍ଦ ତଳ କୋଠରୀରେ ଲେଖ। ଭାସ୍କର, ଆଦିତ୍ୟ, ଦିବାକର, ପ୍ରଭାକର।